ଆରେ ଚଢ଼େଇ, ଆଜି ଫଳ ବଗିଚାକୁ ଯିବୁନି କି? ଆମେ ଏବେ ଯାଉଛୁ, ଆସ ଆମ ସାଙ୍ଗରେ। ହଁ ହଁ, ମୁଁ ବି ଫଳ ବଗିଚାକୁ ଯିବି, ଚାଲ ଯିବା। ଫୁଲ ପରି ଲଗେଇଥିବା ସେ ଫଳ ବଗିଚା ପାଇଁ ଆମେ ଅନେକ ଉପକାର ପାଉଛେ। ଆମକୁ ଆଉ ଖାଇବାର ଚିନ୍ତା ରହୁନି। ହଁ ଚଢ଼େଇ, ତୁ ଠିକ କହିଲୁ। ଏମିତି କଥା ହେଇ ସବୁ ଚଢ଼େଇ ସେ ଫଳ ବଗିଚାରେ ପହଞ୍ଚିଲେ। ସେ ବଗିଚାରେ ଅନେକ ଗୁଡ଼ିଏ ଫଳ ଗଛ ଥିଲା। କେବଳ ଗୋଟିଏ କଣ୍ଟା ଗଛ ଥିଲା, ଯୋଉ ଗଛରେ ଗୋଟେ ବି ଫୁଲ କି ଫଳ ହେଉନଥିଲା। ଆରେ ସାଙ୍ଗମାନେ, ଦେଖ ଦେଖ, ଆମ୍ବ ଆଉ ପଣସ ଗଛରେ କେତେ ସାରା ଫଳ ଫଳିଛି। ଚାଲ ସବୁ ଗଛରୁ କିଛି କିଛି ଫଳ ନେଇ ଘରକୁ ଯିବା। ହଁ ଠିକ କଥା, ମୋ ପିଲାମାନେ ମିଠା ଆମ୍ବ ଖାଇବାକୁ ଇଚ୍ଛା କରିଥିଲେ। ସେମାନେ ଫଳ ସବୁ ଦେଖିଲେ ଅନେକ ଖୁସି ହେଇଯିବେ। ତାପରେ ଚଢ଼େଇମାନେ ଗଛରୁ ଫଳ ତୋଳି ସାରି ଘରକୁ ଗଲେ। ଚଢ଼େଇମାନଙ୍କ କଥା ଶୁଣି ଗଛମାନେ ଖୁବ୍ ଖୁସି ହେଇଗଲେ। ଆରେ ଆମ୍ବ ଗଛ, ଚଢ଼େଇମାନଙ୍କ କଥା ଶୁଣି ପାରିଲୁ? ଚଢ଼େଇମାନେ ଯେବେ ବି ଆମର ପ୍ରଶଂସା କରନ୍ତି ମତେ ଭାରି ଭଲ ଲାଗେ। ହଁ ପଣସ ଗଛ, ତୁ ଏକଦମ ଠିକ କଥାଟି କହିଲୁ। ଆମେ ଚଢ଼େଇମାନଙ୍କର ବହୁତ ଉପକାର କରନ୍ତି। ସେ କଣ୍ଟା ଗଛକୁ ଦେଖୁନୁ, ନା ତାର ଫୁଲ ଅଛି ନା ତାର ଫଳ ଅଛି। ସେ କାହାର ବି ଉପକାର କରୁନି। ଫୁଲ ପରି ତାକୁ କାହିଁକି ରଖିଛନ୍ତି କେଜାଣି? ଆମ ପରି ସୁନ୍ଦର ସୁନ୍ଦର ଗଛଙ୍କ ପାଖରେ ଏ ଅସୁନ୍ଦର କଣ୍ଟା ଗଛକୁ ଦେଖିଲେ ଜମା ଭଲ ଲାଗୁନି। କେବେ ଯେ ଫୁଲ ପରିଆକୁ କାଟିବେ? ସାଙ୍ଗ ଆମ୍ବ ଗଛ, ସାଙ୍ଗ ପଣସ ଗଛ, ସବୁଦିନ ଏମିତି କଥା କହି ମତେ କଷ୍ଟ କାହିଁକି ଦିଅ? ମୁଁ ବି ସମସ୍ତଙ୍କ ଉପକାର କରିବାକୁ ଚାହୁଁଛି, କିନ୍ତୁ ଆଜି ଯାଏଁ ମୋ ଗଛରେ ଗୋଟେ ବି ଫୁଲ କି ଫଳ ହେଲାନି। ଏମିତି କାହିଁକି ହେଉଛି ମୁଁ କିଛି ବି ଜାଣିନି। ଏଇ କଣ୍ଟା ଗଛ, ମୁଁ ତତେ କେତେଥର କହିବି ଆମକୁ ସାଙ୍ଗ କହିବୁନି? ତୁ ଆମର ସାଙ୍ଗ ହେବାକୁ ଯୋଗ୍ୟ ନୁହଁ, ବୁଝିଲୁ? ତୁ ଆମ ପରି କେବେ ବି ହେଇପାରିବୁନି। ଆରେ ଆମ୍ବ ଗଛ, ତୁ ସେ କଣ୍ଟା ଗଛ ସହ କାହିଁକି କଥା ହଉଛୁ କହିଲୁ? ତା ସହ କଥା ହେଇ ନିଜ ସମୟ ନଷ୍ଟ କରନି। ଫୁଲ ପରି ଆମକୁ ସମସ୍ତଙ୍କ ଉପକାର କରିବାକୁ ରଖିଛନ୍ତି, ସେଥିପ୍ରତି ତୁ ଧ୍ୟାନ ଦେ। ଦୁଇ ଗଛଙ୍କ କଥା ଶୁଣି କଣ୍ଟା ଗଛର ମନ ଦୁଃଖ ହେଇଗଲା। ସନ୍ଧ୍ୟାରେ ଫୁଲ ପରି ଆସି ସବୁ ଗଛଙ୍କ ମୂଳରେ ପାଣି ଦେଇ ତାଙ୍କର ଯତ୍ନ ନେଲା। ଫୁଲ ପରି, ମୁଁ ଗୋଟେ ଅଯୋଗ୍ୟ ଗଛ। ମୋ ଗଛରେ ଫୁଲ କି ଫଳ ନାହିଁ, କେବଳ କଣ୍ଟା ଆଉ ପତ୍ର ଅଛି। ମୁଁ କାହାର ବି ଉପକାର କରିପାରୁନି। ମୋର ଆଉ ଯତ୍ନ ନିଅନ୍ତୁନି, ମତେ କାଟି ଦିଅନ୍ତୁ। ଆରେ କଣ୍ଟା ଗଛ, ଏ ଦୁନିଆରେ କେହି ବି ଅଦରକାରୀ ନୁହନ୍ତି। ତୁ ନିଜକୁ ଅଯୋଗ୍ୟ ଭାବି ମନ ଦୁଃଖ କରନି। ତୁ ଆଜି ସିନା କାହାର ଉପକାର କରିପାରୁନୁ, କିନ୍ତୁ ଦିନେ ଦିନେ ତୁ ସମସ୍ତଙ୍କ ଉପକାର କରିପାରିବୁ। ମୁଁ ଶୁଣିଥିଲି ଏ ଜଙ୍ଗଲରେ ଅନେକ ଚଢ଼େଇଛୁଆ ଅଛନ୍ତି। ମୁଁ ଏବେ ଚଢ଼େଇଛୁଆମାନଙ୍କୁ ଧରି ମୋ ଶକ୍ତି ବଢ଼େଇବି। ହା ହା ହା। ଏମିତି ପିଶାଚି ଏକ ଯୋଜନା ବନେଇଲା। ତାପରେ ସେ ଏକ ସୁନ୍ଦରୀ ଚଢ଼େଇର ରୂପ ନେଲା। ସେ କିଛି ଯାଦୁର ଆଇନା ଧରି ଜଙ୍ଗଲ ଭିତରକୁ ଗଲା ଆଉ ବିକ୍ରି କଲା। ଆଇନା ନିଅନ୍ତୁ, ଆଇନା, ସୁନ୍ଦର ସୁନ୍ଦର ଆଇନା। ଏ ଆଇନାରେ ଯିଏ ମୁହଁ ଦେଖିବ ସେ ଦ୍ୱିଗୁଣା ସୁନ୍ଦରୀ ହେଇଯିବ। ଆରେ ତୁମେ କିଏ? ମୁଁ ତୁମକୁ ତ ଆଗରୁ ଏ ଜଙ୍ଗଲରେ ଦେଖିନି। ମୁଁ ପାଖ ଜଙ୍ଗଲରୁ ଆସିଛି। ମତେ ଜଣେ ସାଧୁ କିଛି ଯାଦୁର ଆଇନା ଦେଇଥିଲେ। ମୁଁ ସେ ଯାଦୁର ଆଇନା ବିକ୍ରି କରି ମୋ ଘର ଚଳାଏ। ଏଇ ଆଇନାରେ ଯିଏ ମୁହଁ ଦେଖିବ ସେ ଦ୍ୱିଗୁଣା ସୁନ୍ଦରୀ ହେଇଯିବ। ତୁମେ ସତ କହୁଛ? ମୋର ଗୋଟେ ଝିଅ ଅଛି। ମୋର ବହୁତ ଦିନରୁ ଇଚ୍ଛା ମୋ ଝିଅ ଅନେକ ସୁନ୍ଦରୀ ହେଇଯାଉ। ହଁ ହଁ, ତୁମ ଝିଅ ଏଇ ଜଙ୍ଗଲରେ ସମସ୍ତଙ୍କଠୁ ସୁନ୍ଦରୀ ହେଇଯିବ। ତୁମେ ଗୋଟେ କାମ କର, ତୁମେ ଏ ଯାଦୁର ଆଇନା ନେଇ ସବା ପ୍ରଥମେ ତୁମ ଝିଅକୁ ଦେଖାଅ, ତାପରେ ଯାଦୁ ଦେଖିବ। ଏମିତି ଶୁଣି କାଉ ଖୁସିରେ ଯାଦୁର ଆଇନା ଧରି ତା ଘରକୁ ଗଲା। ଏସବୁ ଦେଖି ପିଶାଚି ଖୁବ୍ ଖୁସି ହେଇଗଲା। ଯାହା ହେଉ, ମତେ ଗୋଟେ ବୋକା ଚଢ଼େଇ ମିଳିଗଲା। ତା ଝିଅ ହେବ ମୋର ପ୍ରଥମ ଶିକାର। ଆହୁରି ଛୋଟ ଛୋଟ ଛୁଆଙ୍କୁ ଧରିବାକୁ ହେଲେ ମତେ ଛୋଟ ଛୁଆଙ୍କର ଜିନିଷ ବିକିବାକୁ ପଡ଼ିବ। ମୁଁ କିଛି ଚକୋଲେଟ୍ ତିଆରି କରିନିଏ। ମୁଁ ଶୁଣିଛି ଛୋଟ ଛୁଆମାନଙ୍କୁ ଚକୋଲେଟ୍ ଖାଇବାକୁ ଭାରି ଭଲ ଲାଗେ। ଏମିତି ପିଶାଚି ଯାଦୁର ଚକୋଲେଟ୍ ତିଆରି କରିବା ପାଇଁ ତା ଗୁମ୍ଫାକୁ ଗଲା।
ସେପଟେ କାଉ ଛୁଆ ଯେମିତି ଆଇନାରେ ମୁହଁ ଦେଖିଲା ସେ ପିଶାଚୀର ଜାଦୁରେ ପଡି ତା ଗୁମ୍ଫାକୁ ବାହାରିଲା। ଆରେ ମା, ଏକୁଟିଆ କୁଆଡେ ଯାଉଛୁ? ଲାଗୁଛି ଝିଅଟା ଖୁସିରେ ତା ସାଙ୍ଗମାନଙ୍କୁ ଏକଥା କହିବାକୁ ଗଲା। ମୁଁ ଯାଏ ମୋ ଘର କାମ କରି। ବୋକା କାଉ ପିଶାଚୀର ଷଡ଼ଯନ୍ତ୍ର ବୁଝି ନ ପାରି ତା ଝିଅ ସୁନ୍ଦରୀ ହେବ ଭାବି ଖୁସି ହେଉଥିଲା। ସେପଟେ କାଉ ଛୁଆ ପିଶାଚୀ ପାଖରେ ପହଞ୍ଚିବା ପରେ ପିଶାଚୀ ତାକୁ ବନ୍ଦୀ କରି ରଖିଲା। ହା ହା ହା, ଗୋଟେ ଛୁଆକୁ ତ ବନ୍ଦୀ କରି ରଖିଲି, ଏବେ ମତେ ଆହୁରି ଚଢ଼େଇ ଛୁଆ ଦରକାର। ମୋ ଯାଦୁର ଚକୋଲେଟ ତିଆରି ହେଇଗଲା, ମୁଁ ଏବେ ଏସବୁ ଧରି ଜଙ୍ଗଲ ଭିତରକୁ ଯାଏ। ଏ କଣ ଆଣ୍ଟି, କିଏ ଆପଣ? ଏମିତି ଆସି ଆମ ରାସ୍ତା ଅଟକେଇଲେ? ଛୋଟ ପିଲାମାନେ, ତମେ ମାନେ ଏବେ ସ୍କୁଲରୁ ଫେରୁଛ ନା? ତମ ମାନଙ୍କୁ ଦେଖି ମତେ ମୋ ପିଲାଦିନର କଥା ମନେ ପଡିଗଲା। ମୁଁ ଯେତେବେଳେ ଛୋଟ ଥିଲି ସ୍କୁଲରୁ ଫେରିବା ବେଳେ ଚକୋଲେଟ କିଣି ଖାଉଥିଲି। ମୁଁ ଏବେ ଚକୋଲେଟ ବିକିବାକୁ ଯାଉଥିଲି, ତମ ମାନଙ୍କୁ ଦେଖି ତମ ପାଖକୁ ଚାଲି ଆସିଲି। ଏଇ କିଛି ଚକୋଲେଟ ନେଇ ଖାଅ, ମୁଁ ତମଠୁ ଟଙ୍କାଟେ ବି ନେବିନି। ଏ ସବୁ ମୁଁ ମାଗଣାରେ ଦେଉଛି। ନା ନା ଆଣ୍ଟି, ମୋ ମା ମନା କରିଛନ୍ତି, ଅଜଣା ଅଚିହ୍ନା ଚଢ଼େଇଙ୍କ ପାଖରୁ କିଛି ଜିନିଷ ନେବା ପାଇଁ। ଆମେ ତୁମ ଚକୋଲେଟ ନେବୁନି, ତୁମେ ଏଠୁ ଯାଅ। ଚାଲ ସାଙ୍ଗମାନେ, ଆମେ ଘରକୁ ଯିବା। କୁନି, ତୁ ଚକୋଲେଟ ନ ଖାଇବୁ ଯଦି ନ ଖା, ଆମେ କିନ୍ତୁ ଚକୋଲେଟ ଖାଇବୁ। ଆଣ୍ଟି, ଆମକୁ ଚକୋଲେଟ ଦିଅ, ଆମେ ଖାଇବୁ। ଏମିତି ଶୁଣି କୁନି ଚଢ଼େଇ ତା ଘରକୁ ଫେରିଗଲା। ଯେମିତି ଦୁଇ ଛୁଆ ପିଶାଚୀର ଚକୋଲେଟ ଖାଇଲେ, ସେମାନେ ପିଶାଚୀର ପଛେ ପଛେ ତା ଗୁମ୍ଫାକୁ ଚାଲିଗଲେ। ଚଢ଼େଇମାନେ ଯେତେବେଳେ ନିଜ ଛୁଆମାନଙ୍କୁ ପାଇଲେନି, ସେମାନେ ମନ ଦୁଃଖରେ କାନ୍ଦିଲେ, ଆଉ ଗୋଟେ ଜାଗାରେ ଏକାଠି ହେଲେ। ମା କୁନି, ଆମ ଝିଅମାନେ ସବୁବେଳେ ତ ସାଙ୍ଗରେ ଘରକୁ ଫେରନ୍ତି, ଆଜି କଣ ହେଲା ଯେ ସେମାନେ ଘରକୁ ଆସିଲେନି? ଆଣ୍ଟି, ଆଜି ସ୍କୁଲରୁ ଘରକୁ ଫେରିବା ସମୟରେ ଜଣେ ଆଣ୍ଟି ଆମକୁ ଚକୋଲେଟ ଦେଉଥିଲେ। ଏମିତି କୁନି ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। କଣ କହୁଛୁ କୁନି? ଏମିତି ଗୋଟେ ଚଢ଼େଇ ମତେ ଯାଦୁର ଆଇନା ଦେଇଥିଲା। ସେ ଯାଦୁର ଆଇନାରେ ମୁହଁ ଦେଖିବା ପରେ ହିଁ ମୋ ଝିଅ ଘରୁ ବାହାରିଗଲା, ତାପରେ ସେ ଆଉ ଘରକୁ ଫେରିନି। ଏ ତୁମେ କଣ କହୁଛ କାଉ ଭଉଣୀ? ଏ ସବୁ ଘଟଣା ସାଧାରଣ ଲାଗୁନି। ଚାଲ ଆମେ ଏବେ ହିଁ ଫୁଲପରୀଙ୍କ ପାଖକୁ ଯିବା, ଆଉ ତାଙ୍କୁ ସବୁ କଥା କହିବା। ଏମିତି ଚିନ୍ତା କରି ସବୁ ଚଢ଼େଇ ଫୁଲପରୀ ପାଖକୁ ଗଲେ, ଆଉ ତାକୁ ସବୁ ଘଟଣା କହିଲେ। ସେ ପିଶାଚୀ ଅନେକ ଦିନରୁ ବନ୍ଦୀ ହେଇଥିଲା, ଏବେ ସେ ମୁକ୍ତ ହେଇ ତା ଶକ୍ତି ଦ୍ୱିଗୁଣ କରିବାକୁ ଚାହୁଁଛି। ସେଥିପାଇଁ ସେ ଚଢ଼େଇ ଛୁଆଙ୍କୁ ବନ୍ଦୀ କରି ରଖିଛି। ଏବେ କେବଳ କଣ୍ଟା ଗଛ ହିଁ ସମସ୍ତଙ୍କୁ ସାହାଯ୍ୟ କରିପାରିବ। ତା ପାଖରେ ଏ ବିପଦରୁ ମୁକ୍ତ ହେବାର ରାସ୍ତା ଅଛି। ଆସ ମୋ ସାଙ୍ଗରେ। କିନ୍ତୁ ଫୁଲପରୀ, ମୁଁ କେମିତି ସମସ୍ତଙ୍କୁ ସାହାଯ୍ୟ କରିପାରିବି? କଣ୍ଟା ଗଛ ତ ପତ୍ରରେ ଅନେକ ଶକ୍ତି ଅଛି। ସେ ପତ୍ରରେ ଯୋଉ ରସ ତିଆରି ହେଇପାରିବ, ସେ ରସ ପିଶାଚୀକୁ ଧ୍ୱଂସ କରିପାରିବ। ଏମିତି ଫୁଲପରୀ ସେ କଣ୍ଟା ଗଛରୁ କିଛି ପତ୍ର ନେଇ ରସ ବାହାର କଲା। ଅନ୍ୟ ଗଛମାନେ ଯେତେବେଳେ କଥା ଜାଣିଲେ, ସେମାନେ କଣ୍ଟା ଗଛକୁ କ୍ଷମା ମାଗିଲେ। କଣ୍ଟା ଗଛ, ଆମକୁ କ୍ଷମା କରିଦେ, ଆମେ ତୋ ସହ ଅନେକ ଖରାପ ବ୍ୟବହାର କରିଛୁ। ଏବେ ଆମେ ବୁଝିଗଲୁ ସମସ୍ତଙ୍କର ଅଲଗା ଅଲଗା ଗୁଣ ଥାଏ। ଆମେ ତ କେବଳ ଚଢ଼େଇମାନଙ୍କୁ ଖାଇବା ଯୋଗାଉଥିଲୁ, କିନ୍ତୁ ତୁ ଆଜି ତାଙ୍କୁ ଏତେ ବଡ଼ ବିପଦରୁ ରକ୍ଷା କରିପାରିଲୁ। ତମେ ମାନେ ମତେ କ୍ଷମା ମାଗନି, ମୁଁ ତମମାନଙ୍କ ଉପରେ ରାଗିନି। ଆଜି ମୁଁ ସମସ୍ତଙ୍କୁ ସାହାଯ୍ୟ କରିପାରିଲି, ସେତିକିରେ ମୁଁ ଅନେକ ଖୁସି। ଏ ପତ୍ରର ରସକୁ ନିଅ, ପିଶାଚୀ ଉପରେ ପକେଇଦେବ, ପିଶାଚୀ ଧ୍ୱଂସ ହେଇଯିବ। ପିଶାଚୀକୁ ଜମା ବି ଭୟ କରିବନି, ମନରେ ସାହସ ରଖ। ଏ କାମ କେବଳ ତମେ ମାନେ ହିଁ କରିପାରିବ। ଏ ଉଡ଼ନ୍ତା ସପକୁ ବି ନିଅ, ଇଏ ଖୁବ୍ ଶୀଘ୍ର ତମମାନଙ୍କୁ ପିଶାଚୀ ପାଖରେ ପହଞ୍ଚେଇ ଦେବ। ତାପରେ ଚଢ଼େଇମାନେ ଶୀଘ୍ର ଉଡ଼ନ୍ତା ସପରେ ବସି ପିଶାଚୀ ପାଖରେ ପହଞ୍ଚିଲେ। ତମେ ମାନେ ଏଠାକୁ କେମିତି ଆସିଲ? ଏଠୁ ଚାଲିଯାଅ, ମୋ ରାସ୍ତାରେ ଯିଏ ବି ଆସିବ ମୁଁ ତାକୁ ଛାଡ଼ିବିନି। ଆଜି ତୋର ଶେଷ ଦିନ ପିଶାଚୀ, ତୁ ଆମର କିଛି କ୍ଷତି କରିପାରିବୁନି। ଏମିତି କହି ଚଢ଼େଇ ପିଶାଚୀ ଉପରେ କଣ୍ଟା ପତ୍ରର ରସ ପକେଇଦେଲା। ପିଶାଚୀ ଧ୍ୱଂସ ହେଇଗଲା। ଚଢ଼େଇ ଛୁଆମାନେ ମୁକ୍ତ ହେଇଗଲେ। ମା, ତୁମେ ଆସିଗଲ, ଆମକୁ ଭାରି ଡର ଲାଗୁଥିଲା। କାନ୍ଦନି ପିଲାମାନେ, ଗୋଟେ କଥା ମନେ ରଖିବ,
ଅଚିହ୍ନା ଅଜଣାଙ୍କ ପାଖରୁ କିଛି ବି ଜିନିଷ ନେବନି। ଆଉ କାଉ ଭଉଣୀ, ଭଗବାନ ସମସ୍ତଙ୍କୁ ସୁନ୍ଦର ବନେଇଛନ୍ତି। ଏମିତି ନିଜ ରୂପକୁ ନେଇ ଅସନ୍ତୋଷ କରିବା ଠିକ ନୁହଁ। ହଁ ଚଢ଼େଇ, ଏବେ ମୋର ବହୁତ ବଡ଼ ଶିକ୍ଷା ହେଲା। ମୁଁ ଆଉ କେବେ ବି ଆମ ରୂପ ପାଇଁ ଚିନ୍ତା କରିବିନି। ତାପରେ ଚଢ଼େଇ ମାନେ ନିଜ ନିଜ ଛୁଆଙ୍କୁ ଧରି ଘରକୁ ଫେରିଗଲେ। ଆରେ ଆରେ, ମୋ ଘରଟି ପୁଣି ଭାଙ୍ଗିଗଲା। ଅନେକ ଥର ମୁଁ ଘର ମରାମତି କରିସାରିଲିଣି। ଏବେ ତ ମୋ ପାଖରେ ଆଉ ଟଙ୍କା ନାହିଁ। ମୁଁ ଏବେ ଘର ମରାମତି କେମିତି କରିବି? ଘର ପାଇଁ ତତେ ଆଉ ଚିନ୍ତା କରିବାକୁ ପଡ଼ିବନି ଚଢ଼େଇ। ତତେ ଘର ଛାଡ଼ିବାକୁ ପଡ଼ିବ। ମାନେ ଏମିତି କଣ କହୁଛନ୍ତି ଚିଲ ଆଜ୍ଞା? ମୁଁ ଯାହା କହୁଛି ଠିକ କହୁଛି। ତୋ ଘର ଯୋଉ ଜମିରେ ଅଛି ସେ ଜମି ମୋର। ତୁ ମୋ ଜମି ଛାଡ଼ି ଏବେ ଚାଲିଯା। ମୁଁ ଏ ଜମି ବିକ୍ରି କରିବି। ମୁଁ ଏ ଘର ଛାଡ଼ିଦେଲି ଏବେ କୋଉଠି ରହିବି ଚିଲ ଆଜ୍ଞା? ମୋ ଉପରେ ଟିକେ ଦୟା କରନ୍ତୁ। ମତେ ଏ ଘରେ ରହିବାକୁ ଦିଅନ୍ତୁ। ନା, ମୁଁ ଅନେକ ଦିନ ତତେ ଏ ଘରେ ରହିବାକୁ ଦେଲି। ଆଉ ନୁହଁ, ତୁ ଆଜି ହିଁ ଘର ଛାଡ଼ି ଚାଲିଯା। ଚିଲର ଏମିତି ଧମକ ଶୁଣି ମା ଚଢ଼େଇ ତା ଝିଅକୁ ଧରି ଘର ଛାଡ଼ି ଚାଲିଗଲା। ସେ ଏକ ଗଛ ମୂଳେ ବସି କାନ୍ଦୁଥିଲା। ସେହି ସମୟରେ ଗୋଟେ ବୁଢ଼ୀ ଚଢ଼େଇ ତା ପାଖକୁ ଆସିଲା। ଆରେ ଝିଅ, ତୁ ଏମିତି କାନ୍ଦୁଛୁ କାହିଁକି? କଣ ହେଇଛି ତୋର? ବୁଢ଼ୀ ମା, ମୋ ପାଖରେ ରହିବାକୁ ଘର ନାହିଁ। ମୁଁ ଏବେ ମୋ ଛୋଟ ଝିଅକୁ ଧରି କୁଆଡ଼େ ଯିବି କିଛି ବୁଝିପାରୁନି। ଏମିତି ମା ଚଢ଼େଇ ସେ ବୁଢ଼ୀ ଚଢ଼େଇକୁ ସବୁ ଘଟଣା କହିଲା। ସବୁ ଶୁଣି ବୁଢ଼ୀ ଚଢ଼େଇ ସେମାନଙ୍କୁ ଧରି ନିଜ ଘରକୁ ଗଲା। ଆରେ ଝିଅ, ମୁଁ ବି ଜଣକୁ ଖୋଜୁଥିଲି ଯିଏ ମୋ ଘର ଆଉ ମୋ ଜମିର ଦେଖାଶୁଣା କରିବ। ମୁଁ କିଛି ଦିନ ପାଇଁ ବାହାରକୁ ଯିବି। ମୁଁ ଫେରିବା ଯାଏଁ ତୁ ତ ଝିଅ ସାଙ୍ଗରେ ମୋ ଘରେ ରହ। ମୁଁ ମୋ ଜମିରେ ଷ୍ଟ୍ରବେରୀ ଚାଷ କରିଛି। ତୁ ଷ୍ଟ୍ରବେରୀ ବିକ୍ରି କରି ତୋର ଆଉ ତୋ ଝିଅର ଖାଇବା ଯୋଗାଡ଼ କରିପାରିବୁ। ବୁଢ଼ୀ ମା, ତୁମକୁ କଣ କହି ଧନ୍ୟବାଦ ଦେବି ଜାଣିପାରୁନି। ତୁମେ ଚିନ୍ତା କରନି, ମୁଁ ତୁମ ଘର ଆଉ ଷ୍ଟ୍ରବେରୀ ଜମିର ଭଲକି ଦେଖାଶୁଣା କରିବି। ତୁମେ ଫେରିବା ଭିତରେ ମୁଁ ଆଉ ମୋ ଝିଅ ରହିବାର ବ୍ୟବସ୍ଥା ବି କରିନେବି। ତାପରେ ବୁଢ଼ୀ ଚଢ଼େଇ କିଛି ଦିନ ପାଇଁ ବାହାରକୁ ଚାଲିଗଲା। ମା ଚଢ଼େଇ ତା ଝିଅ ସାଙ୍ଗରେ ସେ ଘରେ ରହିଲା। ସେ ପ୍ରତ୍ୟେକ ଦିନ ଷ୍ଟ୍ରବେରୀ ଜମିକୁ ଯାଇ ତାର ଦେଖାଶୁଣା କରୁଥିଲା। ଏମିତି ବେଶ କିଛି ଦିନ ବିତିଗଲା। ଗୋଟେ ଦିନ, ଆରେ କଣ ଏତେ ବଡ଼ ସର୍ବନାଶ କିଏ କଲା? ମୁଁ ଆଜି ଘରକୁ ଯିବିନି। ଦିନ ସାରା ମୁଁ ଏ ଷ୍ଟ୍ରବେରୀ ଜମିକୁ ଜଗିବି, ଦେଖିବି କିଏ ଷ୍ଟ୍ରବେରୀ ଚୋରି କରୁଛି। ଏମିତି ଚିନ୍ତା କରି ଚଢ଼େଇ ଦିନ ସାରା ସେ ଷ୍ଟ୍ରବେରୀ ଜମିକୁ ଜଗିଲା। ସେଦିନ କେହି ବି ତା ଜମିକୁ ଆସିଲେନି। ରାତି ହେବା ପରେ ମା ଚଢ଼େଇ ଘରକୁ ଫେରିଲା। ସକାଳେ ସେ ପୁଣି ଜମିକୁ ଗଲା। ସେତେବେଳେ ସେ ଦେଖିଲା ଜମିରେ ଆଉ ଅଧା ଷ୍ଟ୍ରବେରୀ ନାହିଁ। ଆଜି ତ ଆହୁରି ଅଧା ଷ୍ଟ୍ରବେରୀ ଚୋରି ହେଇଗଲା। ଦିନରେ ତ କେହି ବି ଆସିନଥିଲେ। ତା ମାନେ କଣ ରାତିରେ କେହି ଷ୍ଟ୍ରବେରୀ ଚୋରି କରୁଛି? ମୁଁ ଆଜି ରାତି ଏ ଜମିକୁ ଜଗିବି, ଦେଖିବି ସେ ଚୋର କିଏ। କଣ ମା, ଆଜି ଏତେ ଶୀଘ୍ର ଘରକୁ ଫେରି ଆସିଲ ଯେ? ମାରେ, ଆଜି ବି ଆମ ଷ୍ଟ୍ରବେରୀ ଚୋରି ହେଇଛି। ଲାଗୁଛି ରାତିରେ ହିଁ କିଏ ଷ୍ଟ୍ରବେରୀ ଚୋରି କରୁଛି। ସେଥିପାଇଁ ମୁଁ ଭାବିଛି ଆଜି ରାତିରେ ମୁଁ ଷ୍ଟ୍ରବେରୀ ଜମିକୁ ଜଗିବାକୁ ଯିବି। ମା, ମତେ ରାତିରେ ଘରେ ଏକା ରହିବାକୁ ଭାରି ଡର ଲାଗିବ। ମୁଁ ବି ତୁମ ସାଙ୍ଗରେ ଯିବି। ଆଚ୍ଛା ଠିକ ଅଛି, ଏବେ ତାହେଲେ ତୁ ଆରାମ କର, ଆମେ ରାତିରେ ଯିବା। ଏମିତି ଚିନ୍ତା କରି ଚଢ଼େଇ ଆଉ ତାର ଝିଅ ରାତି ହେବା ପରେ ଷ୍ଟ୍ରବେରୀ ଜମିକୁ ଗଲେ। ସେମାନେ ଏକ ଗଛ ପଛରେ ଲୁଚି ରହିଲେ। ଅନେକ ସମୟ ବିତିଲା ପରେ ବି କେହି ସେଠାକୁ ଆସିଲେନି। କଣ ରାତିରେ ବି କେହି ଏଠାକୁ ଆସୁନାହାନ୍ତି? ତାହେଲେ ଷ୍ଟ୍ରବେରୀ ଚୋରି କେମିତି ହେଉଛି? ମା, ଧୀରେ କଥା କୁହ। ସେପଟେ ଦେଖ, ଆକାଶରୁ କେମିତି ଏକ ମୟୂର ତଳକୁ ଆସୁଛି। ସେମାନେ ଦେଖିଲେ ଏକ ମୟୂର ଆକାଶରୁ ତଳକୁ ଆସି ତାଙ୍କ ଷ୍ଟ୍ରବେରୀ ଗଛରୁ ଷ୍ଟ୍ରବେରୀ ତୋଳି ଖାଉଛି। ଆରେ ମା, ଏଇ ମୟୂର ତାହେଲେ ଆମର କ୍ଷତି କରୁଥିଲା। ଏବେ କଣ କରିବ ମା? ଏ ମୟୂରକୁ ଦେଖି ତ ମତେ ଡର ଲାଗୁଛି। ଭୟ କରନି ମା, ମୁଁ ତ ସାଙ୍ଗରେ ଅଛି। ଏବେ ଆମେ ଏ ମୟୂର ସାମ୍ନାକୁ ଯିବା, ଆଉ ତାକୁ ପଚାରିବା ସେ ଆମର ଏତେ ବଡ଼ କ୍ଷତି କାହିଁକି କରୁଛି।
ଏଇ ମୟୂର, ତୁମେ ପ୍ରତ୍ୟେକ ଦିନ ଆମ ଜମିର ଷ୍ଟ୍ରବେରୀ କାହିଁକି ଖାଉଛ? ତୁମେ କ'ଣ ଜାଣିପାରୁନ ତୁମେ ଆମର କେତେ ବଡ଼ କ୍ଷତି କରୁଛ? ଏ ଜମି ମୋର ନୁହଁ। ଜଣେ ବୁଢ଼ୀ ମା ମୋତେ ଭରସା କରି ତାଙ୍କର ଜମି ଦେଖାଶୁଣା କରିବାକୁ କହିଥିଲେ। ଏଇ ଷ୍ଟ୍ରବେରୀ ବିକ୍ରି କରି ମୁଁ ଆମ ଖାଇବା ଯୋଗାଡ଼ କରେ। ତୁମେ ଆମ ସହ ଏମିତି କାହିଁକି କରୁଛ? ମୋତେ କ୍ଷମା କରିଦିଅ, ମୁଁ ଜାଣିନଥିଲି ମୋ ପାଇଁ ତୁମର ଏତେ କ୍ଷତି ହେଉଛି। ମୋତେ ତୁମ ଷ୍ଟ୍ରବେରୀ ବହୁତ ଭଲ ଲାଗିଲା, ସେଥିପାଇଁ ମୁଁ ପ୍ରତିଦିନ ଷ୍ଟ୍ରବେରୀ ଖାଇବାକୁ ଚାଲି ଆସୁଥିଲି। ତୁମେ କ'ଣ ଆମ ଅନୁମତି ନେଇଥିଲ? ଆମକୁ ନ ପଚାରି ତୁମେ ଆମ ଷ୍ଟ୍ରବେରୀ କାହିଁକି ଖାଉଥିଲ? ମୁଁ ଦୁଃଖିତ, ମୁଁ ଏତେ କିଛି ଭାବି ନଥିଲି। ମୁଁ ଯେତେବେଳେ ତମମାନଙ୍କର କ୍ଷତି କରିଛି ମୁଁ ନିଶ୍ଚୟ କ୍ଷତିପୂରଣ ଦେବି। ଏଇ ନିଅ। ଏସବୁ ତ ସୁନାର ମୟୂର ପଙ୍ଖ। ହଁ, ଏ ସବୁ ସୁନାର ପଙ୍ଖ ଆଜିଠୁ ତମର। ଆଶା କରୁଛି ଏସବୁରେ ତମମାନଙ୍କର ସବୁ ଅଭାବ ଦୂର ହେଇଯିବ। ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର ମୟୂର। ଯାଦୁର ମୟୂର, ପୁଣି ଥରେ ଆମେ ତୁମ ସହ କେବେ ଦେଖା କରିବୁ? ମୋ ଘର ବାଦଲ ଉପରେ। ମୁଁ କେବଳ ରାତି ସମୟରେ ହିଁ ଏଠାକୁ ଆସିପାରିବି। ତମେମାନେ ଏଇ ଶଙ୍ଖକୁ ରଖ। ଯେତେବେଳେ ବି ମୋ କଥା ମନେ ପଡ଼ିବ ଏ ଶଙ୍ଖକୁ ବଜେଇବ। ମୁଁ ତମମାନଙ୍କ ପାଖକୁ ଚାଲି ଆସିବି। ଏମିତି କହି ଯାଦୁର ମୟୂର ସେଠାରୁ ଚାଲିଗଲା। ମା ଝିଅ ସୁନାପଙ୍ଖ ଧରି ଘରକୁ ଫେରିଲେ। ସେମାନେ ସବୁ ସୁନାପଙ୍ଖ ବିକ୍ରି କରି ନିଜର ସବୁ ଅଭାବ ଦୂର କଲେ। କାଉ ସେ ଜଙ୍ଗଲରେ ସୁନା ବେପାରୀ ଥିଲା। ମା ଚଢ଼େଇ କାଉ ପାଖରେ ସବୁ ସୁନାର ମୟୂର ପଙ୍ଖକୁ ବିକ୍ରି କରୁଥିଲା। ଏତେ ଗୁଡ଼ିଏ ସୁନାର ମୟୂର ପଙ୍ଖ ଦେଖି ତ କାଉ ମନରେ ସନ୍ଦେହ ହେଲା। ମୋ ଜାଣିବାରେ ତ ଏ ଚଢ଼େଇ ବହୁତ ଗରିବ ଥିଲା। ପ୍ରତିଦିନ ସେ ଏତେ ସୁନାର ପଙ୍ଖ କୋଉଠୁ ପାଉଛି ଯେ ବିକ୍ରି କରିବାକୁ ଆସୁଛି? ଏମିତି ସୁନ୍ଦର ସୁନାର ମୟୂର ପଙ୍ଖ ମୁଁ ମୋ ଜୀବନରେ ଦେଖିନଥିଲି। ମୋତେ ଏକଥା ଜାଣିବାକୁ ହିଁ ପଡ଼ିବ, ଚଢ଼େଇ ଏସବୁ କୋଉଠୁ ପାଉଛି। ଏମିତି କାଉ ଚଢ଼େଇ ଉପରେ ନଜର ରଖିଲା। ଦିନେ ସେ ଦେଖିଲା, ଆରେ ମା ଦେଖେ, ମୁଁ ଆଜି ତ ମନ ପସନ୍ଦର ମିଠା ଆଣିଦେଇଛି। ଏଇ ନେ। ସତ କହୁଛ ମା? ମତେ ଏଇ ମିଠା ବହୁତ ହିଁ ଭଲ ଲାଗେ। ମା, ଆଜି ମୋର ସେ ଯାଦୁର ମୟୂର ସହ ଦେଖା କରିବାକୁ ଭାରି ଇଚ୍ଛା ହଉଛି। ହଁ ରେ ମା, ଆଜି ଆମର ସବୁ ଅଭାବ ସେ ଯାଦୁର ମୟୂର ପାଇଁ ଦୂର ହେଇଛି। ଚାଲେ ଆମେ ଆଜି ଷ୍ଟ୍ରବେରୀ ଜମିକୁ ଯାଇ ସେ ଶଙ୍ଖ ବଜେଇବା। ଯାଦୁର ମୟୂର ଆସିଲେ ଆମେ ତାକୁ ଧନ୍ୟବାଦ ଜଣାଇବା। ଏମିତି ଚିନ୍ତା କରି ସେମାନେ ଶଙ୍ଖ ଧରି ଷ୍ଟ୍ରବେରୀ ଜମିକୁ ଗଲେ। ଆଉ ସେଠି ଶଙ୍ଖ ବଜେଇଲେ। ଶଙ୍ଖର ଶବ୍ଦରେ ଯାଦୁର ମୟୂର ତଳକୁ ଆସିଲା। ଏ ସବୁ ଘଟଣା ଲୁଚି ଲୁଚି କାଉ ବି ଦେଖୁଥିଲା। ଯାଦୁର ମୟୂର, ତୁମେ ଆସିଗଲ। ତୁମ କଥା ଆମର ବହୁତ ମନେ ପଡୁଥିଲା। ମୁଁ ତ ଭାବିଥିଲି ତୁମେମାନେ ମତେ ଭୁଲି ଯାଇଥିବ। ଜାଣିକି ଖୁସି ଲାଗିଲା ତମେମାନେ ମତେ ମନେ ରଖିଛ। ମୁଁ ବି ତମମାନଙ୍କୁ ବହୁତ ମନେ ପକାଉଥିଲି। ଆଉ ତମେମାନେ କେମିତି ଅଛ? କି ଚମତ୍କାର! ଆଚ୍ଛା, ଏଇ ଯାଦୁର ମୟୂର ତାହେଲେ ଚଢ଼େଇକୁ ସୁନାର ପଙ୍ଖ ଦେଇଥିଲ? ମୁଁ ଆଜି ଏତିକି କଥା ହେଇଥାଏ। ଘରକୁ ଯିବାର ସମୟ ହେଇଗଲାଣି। ମୋ ତରଫରୁ ଏଇ ଉପହାର ତମମାନଙ୍କ ପାଇଁ। ଏମିତି କଥା ହେଇ ମୟୂର ସେଠାରୁ ଚାଲିଗଲା। ମା ଚଢ଼େଇ ଆଉ ତାର ଝିଅ ସୁନାର ମୟୂର ପଙ୍ଖ ନେଇ ଘରକୁ ଗଲେ। ସେମାନଙ୍କ ଶଙ୍ଖ ଜମିରେ ରହିଗଲା। ସେ ଶଙ୍ଖକୁ ଦେଖି କାଉ ତା ପାଖକୁ ଗଲା। ଆରେ ବାଃ, ଚଢ଼େଇ ମାନେ ତ ତାଙ୍କ ଶଙ୍ଖକୁ ଏଠି ଭୁଲି ଘରକୁ ଚାଲିଗଲେ। ମତେ ଭଲ ସୁଯୋଗ ମିଳିଗଲା। ଏବେ ମୁଁ ଏ ଶଙ୍ଖ ବଜେଇ ଯାଦୁର ମୟୂରକୁ ଡାକିବି। ଆଉ ତାକୁ ବନ୍ଦୀ କରି ତାଠାରୁ ଅନେକ ସୁନାର ପଙ୍ଖ ନେବି। କିନ୍ତୁ ସେ ତ ଯାଦୁ ଜାଣିଛି, ମୁଁ ତାକୁ ବନ୍ଦୀ କରିବି କେମିତି? ଆରେ ହଁ, ମନେ ପଡ଼ିଲା। ମୋ ପାଖରେ ତ ତାନ୍ତ୍ରିକର ମନ୍ତ୍ର ଦିଆ ପାଣି ଅଛି। ମୁଁ ସେ ପାଣି ଜାଲରେ ପକେଇ ଦିଏ। ତାପରେ ମୁଁ ସେ ମୟୂରକୁ ଧରିବି। ଏମିତି ଚିନ୍ତା କରି କାଉ ଜାଲ ଧରି ସେ ଶଙ୍ଖ ବଜେଇଲା। ମୟୂର ପୁଣି ଥରେ ତଳକୁ ଆସିଲା। କ'ଣ ହେଲା? ତମେମାନେ ମତେ ପୁଣି କାହିଁକି ଡାକିଲ? ଆରେ ତୁମେ କିଏ? ମୟୂରର କଥା ସରୁ ସରୁ କାଉ ତା ଉପରେ ଜାଲ ପକେଇଦେଲା। ଏ କ'ଣ? ତୁମେ ମତେ ବନ୍ଦୀ କାହିଁକି କଲ? ଆରେ ମୋ ଯାଦୁ ଶକ୍ତି କିଛି କାମ କରୁନି କାହିଁକି? ହା ହା ହା, ଯାଦୁର ମୟୂର, ତୁ ଏବେ ମୋ ପାଖରେ ବନ୍ଦୀ।
ଏବେ ତୁ ପ୍ରତିଦିନ ମତେ ସୁନାର ପଙ୍ଖ ଦେବୁ। ଆରେ ମା, ଆମେ ତ ଶଙ୍ଖକୁ ଷ୍ଟ୍ରବେରୀ ଜମିରେ ହିଁ ଭୁଲିଗଲେ। ଚାଲ ମା, ଏବେ ହିଁ ସେ ଶଙ୍ଖ ନେଇ ଆସିବା। ମା ମା ଦେଖ, ମୟୂର ବିପଦରେ ପଡ଼ିଛନ୍ତି। କାଉ ଅଙ୍କଙ୍କ ପାଖରେ ଆମ ଶଙ୍ଖ ଅଛି। ସେ ମୟୂରଙ୍କର କ୍ଷତି କରିପାରନ୍ତି। କିଛି କର ମା। ମାରି, ତୁ କାଉ ସାମ୍ନାକୁ ଯା, ମୁଁ ପଛପଟୁ ଯାଉଛି। ଆଚ୍ଛା ଠିକ ଅଛି ମା। ଏକ କାଉ ଅଙ୍କଲ, ତୁମେ ମୟୂରଙ୍କୁ କାହିଁକି ବନ୍ଦୀ କରିଛ? ତାଙ୍କୁ ଛାଡ଼ି ଦିଅ। ନା, ଏ ମୟୂର ଆଜିଠୁ ମୋ ପାଖରେ ବନ୍ଦୀ ହେଇ ରହିବ। ତୁ ଏଠୁ ଚାଲି ଯା, ନହେଲେ ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଉ କିଛି ସମୟ ପରେ ସକାଳ ହେଇଯିବ। ଥରେ ଯଦି ମୋ ଉପରେ ସୂର୍ଯ୍ୟାଲୋକ ପଡ଼ିଥାନ୍ତା, ମୁଁ ଆଉ କେବେ ବି ଘରକୁ ଫେରି ପାରିନଥାନ୍ତି। ମୟୂର, ଆମକୁ କ୍ଷମା କରିଦିଅ। ଆମ ପାଇଁ ତୁମେ ଆଜି ବିପଦରେ ପଡ଼ିଗଲ। ଏ ଶଙ୍ଖକୁ ତୁମେ ନିଜ ସାଙ୍ଗରେ ନେଇଯାଅ। ଏ ଶଙ୍ଖ ଆମ ପାଖରେ ରହିଲେ ହୁଏତ ଆଗକୁ ବି ଏମିତି ଘଟଣା ଘଟିପାରେ। ତାଠୁ ଭଲ ହେବ ଯେବେ ଇଚ୍ଛା ହେବ ତୁମର ଆମ ସହ ଦେଖା କରିବାକୁ ଚାଲି ଆସିବ। ସତରେ ତମେ ମାନେ ବହୁତ ଭଲ। ଏବେ ମୁଁ ଯାଉଛି। ଏମିତି କହି ଯାଦୁର ମୟୂର ସେଠାରୁ ଚାଲିଗଲା। କିଛି ସମୟ ପରେ ହିଁ ସକାଳ ହେଇଗଲା। ମା ଚଢ଼େଇ ଆଉ ତାର ଝିଅ ଘରକୁ ଫେରିଗଲେ।